এটি রাজনীতি করে নিরঞ্জন ভাই কিছু লাভ পাই আসছেন এটিকি তেণু কংগ্রেস কর্মী ମାନଙ୍କ দুঃখ সুখରେ ଭାଗିଦାର ହେଇଥିବାରୁ ମୁଁ ସମସ୍ତ ବ୍ଲକ କଂଗ୍ରେସ ପରିବାର ତରଫରୁ ନିରଞ୍ଜନ ଭାଇକୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଆପଣମାନେ ସମସ୍ତେ ଜାଣିଥିବେ ଦୀର୍ଘ 8 ମାସ ଭିତରେ 1600 କେସ୍ ରେଜିଷ୍ଟର ହେଇଛି ନାରୀ ନିର୍ଯାତନା ଉପରେ। ବାଲେଶ୍ୱର, କଟକ, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, କେନ୍ଦୁଝର ସମସ୍ତ ଜିଲ୍ଲାକୁ ଆପଣମାନେ ଦେଖିବେ ପୁଳେ କେସ୍ ରେଜିଷ୍ଟର ହେଇଛି। ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଜିଲ୍ଲା ହେଉଛି କେନ୍ଦୁଝର ଜିଲ୍ଲା। ମୁଁ କହିଦେବାକୁ ଚାହେଁ ଆପଣମାନେ ମନେ ରଖନ୍ତୁ କେନ୍ଦୁଝର ଜିଲ୍ଲାର ଚମ୍ପୁଆଠାରେ ଗୋଟିଏ ଆଶ୍ରମରେ 6ଠ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହେଉଥିଲା। କେନ୍ଦୁଝର ଜିଲ୍ଲାର ଦେବକୋଇଠାରେ ଗୋଟିଏ 9ମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଛି। ଯଦି ମୁଁ ଆଜ୍ଞା ଲିଷ୍ଟ ଦେବି ରାତି ପାଇଯିବ। 1600 କେସ୍ ରେଜିଷ୍ଟର ହେଇଛି ନାରୀମାନଙ୍କୁ ଅନ୍ୟାୟ କରାଯାଇଛି ନାରୀମାନଙ୍କ ପ୍ରତି। ତେଣୁ ଏହି ପ୍ରତିବାଦରେ ବିଧାନସଭା ଭିତରୁ ବିଧାନସଭା ବାହାର ପର୍ଯ୍ୟନ୍ତ କଂଗ୍ରେସର ନେତା କଂଗ୍ରେସର କର୍ମୀ ସମସ୍ତେ ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି ଏବଂ ଲଢ଼ିଛନ୍ତି। ଆପଣମାନେ ଜାଣିଥିବେ ଏହି ଲଢ଼େଇରେ କଂଗ୍ରେସ କର୍ମୀମାନଙ୍କୁ ଲାଠିଚାଳନା କରାଯାଇଛି, ପାଣିମାଡ଼ କରାଯାଇଛି। ଅଧା ବାଟରେ ବିଧାନସଭା ଘେରକୁ ଗଲା ଭିତରେ ଆମକୁ ରଖାଯାଇଥିଲା ଜବରଦସ୍ତ। ଆପଣମାନେ ମନେ ରଖନ୍ତୁ ଇଏ ହେଉଛି କଂଗ୍ରେସ ଦଳ। ଲଢ଼ିବା ଆମର ବିଚାରଧାରା, ବିରୋଧ କରିବା ଆମର ବିଚାରଧାରା। ଆପଣମାନଙ୍କର ଲାଠି ଆମ ପିଠିରେ ଚଲେଇ ଦିଅନ୍ତୁ, ଆପଣମାନଙ୍କର ଗୁଳି ଆମ ଛାତିରେ ଚଲେଇ ଦିଅନ୍ତୁ, ଡରିବୁ ନାହିଁ। ନାରୀମାନଙ୍କୁ ନ୍ୟାୟ ଦେଇକି ରହିବୁ। ବିଜେଡି ବିଜେପିର 15ଟା ନେତାଙ୍କ ସହ କଂଗ୍ରେସର ଗୋଟିଏ କର୍ମୀ ସମାନ। ଆପଣ ଭୁଲିଯିବେ ନାହିଁ। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ବର୍ତ୍ତମାନ ଅନୁରୋଧ କରିବି ପୂର୍ବତନ ଛାତ୍ର ନେତା ଲୁଲା ଭାଇଙ୍କୁ ସେ ତା ଦୀପଦ ସଂକ୍ଷେପରେ ଭାଷଣ ରଖିବେ।